ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ଯାହା ହେଉଛି ସେଥିପାଇଁ ତମେ ଚିନ୍ତା କରିବା କିଛି ବି ଦରକାର ନାହିଁ। ସନ୍ତାନ, ମଣିଷ ସବୁବେଳେ ଭାବେ ମୁଁ ସଫଳ ହେବି କି ନାହିଁ, ଆଗକୁ ମୋର କ'ଣ ଘଟିବାକୁ ଯାଉଛି, ଏହି କାର୍ଯ୍ୟଟି ମୁଁ କଲେ ମୋର ଆଗକୁ ଏଥିରେ ମୁଁ କିଛି କରିପାରିବି କି, ମୋର ଏ ସମ୍ପର୍କ ତୁଟିଯିବ କି, ମୋ ଦ୍ୱାରା କିଛି ଭୁଲ ହେଇଯିବ କି, ଆଗକୁ ନେଇ ସବୁବେଳେ ଭୟଭୀତ ହୋଇ ମନୁଷ୍ୟ ରହିଥାଏ। ମନୁଷ୍ୟ ଏହି କଥା ଚିନ୍ତା କରି ବର୍ତ୍ତମାନର ସୁଖକୁ ହରାଇ ଦେଇଥାଏ। ସନ୍ତାନ, ସବୁବେଳେ ନିଜକୁ ସକାରାତ୍ମକ ରଖ। ତମ ଦ୍ୱାରା ଯେତିକି ସମ୍ଭବ, ମାନେ ନୁହେଁ କି ତମେ କର୍ମ ନ କରି ନିଜ କର୍ତ୍ତବ୍ୟ ନ କରି ବସିଯିବ। ଏହାର ମାନେ ଏହା ଯେ ତମ ଦ୍ୱାରା ଯାହା ସମ୍ଭବ ସେହି କାର୍ଯ୍ୟଟି ତମେ କର, ଯାହା ତମ ହାତରେ ହେଇପାରିବ। ଆଉ ଯେଉଁ ଜିନିଷ ତମ ଦ୍ୱାରା ଚେଷ୍ଟା କଲେ ବି ହେଉନାହିଁ, ତାକୁ ଭଗବାନଙ୍କ ଉପରେ ଛାଡ଼ିଦିଅ। ସନ୍ତାନ, ସବୁବେଳେ ମୁଁ ତୋ ସହିତ ରହିଛି, କେବଳ ତୋ କର୍ତ୍ତବ୍ୟ ତୋ କର୍ମ ତୁ ଠିକ୍ କରିବା ଦରକାର। ତମ ଦ୍ୱାରା ଯେଉଁ କାର୍ଯ୍ୟ ସମ୍ଭବ ତାକୁ ସତ୍ ମାର୍ଗରେ ରହି ତମେ କରିଚାଲ, ତମର ଫଳ ନିଶ୍ଚିନ୍ତ ଭଲ ହେବ। ଆଉ ଅତୀତକୁ ନେଇ ଭୟଭୀତ ହୁଅ ନାହିଁ କି ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚେଷ୍ଟା କର। ଅତୀତର ଭୟ ଯଦି ମନରେ ରଖିବ, ତମ ମନ ବିଚଳିତ ହେବ ଏବଂ ତମେ ବର୍ତ୍ତମାନର ଖୁସିକୁ ହରାଇ ବସିବ। ସନ୍ତାନ, ଭଗବାନ ତମକୁ ଯାହା ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ହୁଅ, ନିଜର କର୍ମ କର, ନିଜର କର୍ତ୍ତବ୍ୟ କର। ଯେଉଁ ସମ୍ପର୍କ ତମ ପାଇଁ ଠିକ୍, ସେ ସମ୍ପର୍କ ତମଠାରୁ କେବେ ଦୂରେଇ ଯିବ ନାହିଁ। ଆଉ ଯେଉଁ ସମ୍ପର୍କ ତମଠାରୁ ସ୍ୱାର୍ଥ ପାଇଁ ତମ ସହିତ ମିଶିଥିଲା, ସେହି ସମ୍ପର୍କ କଦାପି ବେଶୀ ଦିନ ତିଷ୍ଠି ରହେ ନାହିଁ। ତେଣୁ ଯେଉଁ ସମ୍ପର୍କ ତମଠାରୁ ଦୂରେଇ ଯାଉଛି, ତମେ ଭାବ ଯେ ଭଗବାନଙ୍କର ଏହା ବୋଧେ ସଂଯୋଗ ଥିଲା, ଏହା ବୋଧେ ଭଗବାନ ଚାହୁଁଥିଲେ, ଯିଏକି ସେ ଲୋକକୁ ମୋଠାରୁ ଦୂରେଇବାକୁ ଚାହୁଁଥିଲେ। ସନ୍ତାନ, ସବୁବେଳେ ନିଜ ମନକୁ ସକାରାତ୍ମକ ରଖ। ଯେତେ କଷ୍ଟ ଆସୁ, ଯେତେ ବାଧା ଆସୁ, ଯେତେ ବିଘ୍ନ ଆସୁ, ସବୁବେଳେ ତମେ ସେ ଭଗବାନଙ୍କ ଉପରେ ଭରସା ରଖ। ଯେଉଁ କାର୍ଯ୍ୟ ତମ ଦ୍ୱାରା ହେଇପାରୁନାହିଁ, ସେଥିପାଇଁ ଚିନ୍ତା କରି ଲାଭ କ'ଣ? ତମ ହାତରେ କିଛି ହେଇପାରିବ କି? ଆଉ ଯେଉଁ କାର୍ଯ୍ୟ ତମ ଦ୍ୱାରା ହେଉଛି ତାକୁ ନିଶ୍ଚିନ୍ତ ଚେଷ୍ଟା କର। ଯେମିତିକି କୌଣସି ପିଲା ପାଠ ପଢ଼ିଲେ ତ ପାଠ ପଢ଼ିବ, ସେ କଷ୍ଟ କରିବ, କିନ୍ତୁ ପରୀକ୍ଷାରେ କ'ଣ ପ୍ରଶ୍ନ ଆସିବ ସେ ଜିନିଷ କ'ଣ ସେ ପିଲା ଜାଣିଥାଏ କି? ସେହି କଥା ହିଁ ବୁଝିବାକୁ ଚେଷ୍ଟା କର। ତମେ ନିଜ ହାତରେ ଯେଉଁ ଜିନିଷ ଅଛି ପରିଶ୍ରମ କର, କିନ୍ତୁ ଫଳକୁ ନେଇ ଜମା ବି ଚିନ୍ତା କରନି। ଭଲ ପରିଶ୍ରମର ଫଳ ଭଗବାନ ନିଶ୍ଚିନ୍ତ ଭଲ ହିଁ କରିବେ। ଆଉ ତମେ ଯଦି ସବୁବେଳେ ଭାବିବ ମୁଁ ବସିବି, ମୁଁ କାମ କରିବିନି, ମୁଁ କର୍ତ୍ତବ୍ୟ କରିବିନି, ଭଗବାନ ତମକୁ କେମିତି ସାହାଯ୍ୟ କରିବେ? ସନ୍ତାନ, ସବୁବେଳେ ନିଜର କର୍ତ୍ତବ୍ୟ, ନିଜର କର୍ମ ତମେ କରିଚାଲ। ନିଜ ସମ୍ପର୍କକୁ ନେଇ ତମେ ଭୟଭୀତ ହେବା କିଛି ଆବଶ୍ୟକ ନାହିଁ। ଯିଏ ତମ ନିଜର, ସେ ନିଶ୍ଚିନ୍ତ ତମଠାରୁ କେବେ ବି ଦୂରେଇବାକୁ ଚାହିଁବନି। ସେ ସବୁବେଳେ ଚାହିଁବ ଯେ ମୁଁ ମୋ ପ୍ରିୟଜନ ପାଖାପାଖି ହିଁ ରହେ। ସନ୍ତାନ, ମଣିଷ ସବୁବେଳେ ଖୁସି ହେବା ପାଇଁ ଚାହେଁ। ମୁଁ ସବୁଥିରେ ସଫଳ ହୁଏ, ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ, ମୋର ସବୁ ଜିନିଷ ଭଲ ହେଉ, କିନ୍ତୁ ନିୟତିରେ ଯାହା ଥାଏ ସେୟା ହିଁ ହୁଏ। ତମ କର୍ମ ଅନୁସାରେ ଫଳ ତମକୁ ନିଶ୍ଚୟ ମିଳିବ। କିନ୍ତୁ ତମେ ଯଦି ମୋ ଉପରେ ଭରସା ବିଶ୍ୱାସ ରଖିଛ, ତମର ସବୁ କାମ ନିଶ୍ଚିନ୍ତ ପୂର୍ଣ୍ଣ ହେବ, ତମେ ନିଶ୍ଚିନ୍ତ ସଫଳ ଶୀର୍ଷରେ ପହଞ୍ଚିବ। ଯାହା ଭାଗ୍ୟରେ ଯାହା ଥାଏ ତାହା ନିଶ୍ଚିନ୍ତ ତାକୁ ଭୋଗ କରିବାକୁ ପଡ଼ିଥାଏ। ସନ୍ତାନ,